ଜଣେ ବିଧବା ମହିଳା ତାଙ୍କର ଏକମାତ୍ର ଝିଅର ବିଭାଘର ଗୋଟେ ବହୁତ ବଡ଼ ଘରେ ସ୍ଥିର କରିଦେଇଛନ୍ତି। କଷ୍ଟେ ମଷ୍ଟେ ସବୁକିଛି ଯୋଗାଡ଼ କରିବାରେ ସକ୍ଷମ ହୋଇଛନ୍ତି। ବିଭାଘର ଦିନ ଆସିଛି, ଶେଷ ପର୍ଯ୍ୟନ୍ତ ସେ ବରପକ୍ଷକୁ ଦେବାକୁ ଥିବା ଟଙ୍କା 2.5 ଲକ୍ଷ ସଂଗ୍ରହ କରିପାରିନାହାନ୍ତି। ସବୁଆଡ଼େ ବୁଲିଛନ୍ତି, ସବୁଆଡ଼ୁ ହତାଶ ହୋଇପାରିଛନ୍ତି। ଆଉ ଅଳ୍ପ ସମୟ ପରେ ବର ଆସିବ, କ'ଣ ହେବ କେଜାଣି ଏ ଚିନ୍ତାରେ ସେ ବହୁତ ବ୍ୟସ୍ତ ବିବ୍ରତ ଅଛନ୍ତି। ମୁଣ୍ଡ କାମ କରିନି। ଘରେ ଥିବା ଜଗନ୍ନାଥ ମୂର୍ତ୍ତିଙ୍କ ପାଖକୁ ଯାଇ ମୁଣ୍ଡ ନଇଁ ପ୍ରଣାମ କରିଛନ୍ତି ଏବଂ କାନ୍ଦିଛନ୍ତି ଏବଂ ସବୁ କଥା କହିଛନ୍ତି। ହଠାତ୍ ଗୋଟେ ଫୁଲଟିଏ ଖସି ପଡ଼ିଛି। ବିଶ୍ୱାସ ଅବିଶ୍ୱାସ ମଧ୍ୟରେ ସେ ଫୁଲଟିକୁ ଉଠାଇଛନ୍ତି, କାନିରେ ବାନ୍ଧିଛନ୍ତି। କିଛି ସମୟ ଯାଇଛି, ହଠାତ୍ ସେଇ ଗାଁ ଭିତରକୁ 50-100 କାର୍ ପଶି ଆସିଛି। ଗାଁ ଲୋକମାନେ ଆଶ୍ଚର୍ଯ୍ୟ ହୋଇ ଅନେଇଛନ୍ତି, କାର୍ ସବୁ କୁଆଡ଼େ ଯାଉଛି। କାର୍ ଗୁଡ଼ିକ ଆସି ଏ ମହିଳାଙ୍କ ଘର ସାମ୍ନାରେ ଠିଆ ହେଇଛି। ସମସ୍ତେ ଦୌଡ଼ି ଦାଡ଼ି ଆସିଛନ୍ତି, କିଏ ଆସୁଛନ୍ତି, କାହିଁକି ଆସିଛନ୍ତି ଜାଣିବା ପାଇଁ। ପ୍ରଥମ କାର୍ରୁ ଜଣେ ହ୍ୟାଣ୍ଡସମ୍ ଲୋକ ବାହାରକୁ ବାହାରିଛନ୍ତି, ଆଟାଚ୍ ଧରିଛନ୍ତି। ତାଙ୍କ ସହିତ ତାଙ୍କ ପଛେ ପଛେ ପ୍ରାୟ 100 ଜଣ ସେମିତି ବାହାରିଛନ୍ତି ଆଟାଚ୍ ସହିତ। ଏବଂ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ୟାଙ୍କୁ ପଚାରିଛନ୍ତି, ଏମାନେ ସବୁ କିଏ? ଏ ମହିଳା ଜଣକୁ, ଏ ମହିଳା କହିଛନ୍ତି, ମୁଁ ୟାଙ୍କୁ ଜାଣିନାହିଁ। ଏ ଯେଉଁ ପ୍ରଥମ ବ୍ୟକ୍ତି ଜଣେ ପାଖକୁ ଯାଇ ପଚାରିଛନ୍ତି, ଭଉଣୀ ମୋତେ ଚିହ୍ନି ପାରୁଛ? ମୁଁ ପା ତୁମର ଭାଇ। ସେ କହିଛନ୍ତି, କାହିଁ ମୁଁ ତ ଜାଣିପାରୁନାହିଁ। ଏ କହିଲେ, ମନେ ପଡ଼ୁଛି ଆଜିକି ବହୁତ ବର୍ଷ ତଳେ, ମୋତେ ଯେତେବେଳେ 5-7 ବର୍ଷ ହେଇଥିବ, ମୁଁ ଗୋଟେ ପୋଖରୀରେ ବୁଡ଼ି ଯାଉଥିଲି, ତୁମେ ହିଁ ମୋତେ ସେ ପାଣିରୁ ଉଦ୍ଧାର କରିଥିଲ। ଏହାପରେ ମହିଳା ଜଣ କହିଛନ୍ତି, ତୁମେ ହେଉଛ ରାଜେଶ? ଇଏ କହିଛନ୍ତି, ହଁ। ତୁମେ ତ ଗାଁ ଛାଡ଼ି ଚାଲି ଯାଇଥିଲ, କୁଆଡ଼େ ଯାଇଥିଲ ତୁମର ଠିକଣା ନଥିଲା, ଅଚାନକ ଏମିତି? ନା ମୋତେ ଗଲାକାଲି ବାପା କହିଲେ, ଆଜି ତୁ ଯାହା ବନିଛୁ, ତୁ ଜଣକ ଦୟାରେ ବନୁଛୁ। ସେ ଯଦି ପୋଖରୀ ସେଦିନ ଉଦ୍ଧାର ନ କରିଥାନ୍ତେ, ତୁ ଆଜି ବଞ୍ଚିନଥାନ୍ତୁ କି ଏ ଜାଗାରେ ପହଞ୍ଚିନଥାନ୍ତୁ। ତେଣୁ ତୋ କର୍ତ୍ତବ୍ୟ ଯାଇ ତାଙ୍କୁ ସାହାଯ୍ୟ କର। ସେଥିପାଇଁ ମୁଁ ସାହାଯ୍ୟ କରିବାକୁ ଆସିଛି। ମୋର ସାଙ୍ଗମାନେ ସମସ୍ତଙ୍କୁ ଡାକି ଆଣିଛି। ଏହାପରେ ଟଙ୍କା ପରେ ଟଙ୍କା ବର୍ଷା କରିଚାଲିଛନ୍ତି ଏ ମହିଳାଙ୍କୁ। ପ୍ରାୟ 40-50 ଲକ୍ଷ ଟଙ୍କା ଏ ମହିଳାଙ୍କ ପାଖରେ ପହଞ୍ଚି ଯାଇଛି। ଆରାମସେ ଧୁମଧାମରେ ବାହାଘର ହେଇଛି। ଦର୍ଶକମାନେ ଦେଖିଲେ ତ, ଭଗବାନଙ୍କ ପାଖରେ ଯଦି ପ୍ରକୃତିରେ ଆପଣ ଶରଣାପନ୍ନ ହୁଅନ୍ତି, ସେ ଯେଉଁ ବାଟେ ହେଉନା କାହିଁକି ଆପଣଙ୍କୁ ବିପଦମୁକ୍ତ କରିବେ, ଉଦ୍ଧାର କରିବେ। ରହୁଛି, ନମସ୍କାର।